ଚିନ୍ତା କରୁଛନ୍ତି ଆଜି ତେଣେ ହସ୍ତିନା କଟକର ସମ୍ରାଟ ଯଯାତି ନରେଶ ଯଯାତି ନରେଶରେ ଦୂତ ଆଇଲା କି ଡେଙ୍ଗିରାବାଲା ନାହିଁ ଯାଇ ପହଞ୍ଚିଗଲା ରାଜାଙ୍କ ନିକଟରେ। ଦଗର ପହଞ୍ଚି ଗଲେ ଆଜି ତେଣେ ହସ୍ତିନା କଟକର ସମ୍ରାଟ ଗୋଟେ ପ୍ରଣିପାତଟି କରି କହିଲେ ରାଜା ମହାଶୟ ଯଯାତି ନରେଶଙ୍କର ଜୟ ହେଉ ଯଯାତି ନରେଶଙ୍କର ଜୟ ହେଉ ଜୟ ହେଉ ଜୟ ହେଉ। ଆପଣଙ୍କର ଚିନ୍ତା କରିବାର କୌଣସି ପ୍ରୟୋଜନ ନାହିଁ। ସବୁ ଶୁଭରେ ଫେରିଛ ତ? କାହିଁକି ନା ହରିପୁର ଗ୍ରାମର ନିବାସୀ ହଁ ଜମିଦାର ଧର୍ମଦାସ ପ୍ରଧାନ ହେଲା ଯଜ୍ଞର ପୂର୍ଣ୍ଣାହୁତି କୁଣ୍ଡକୁ ହଁ ଏକ ଉତ୍ତମ ବ୍ରାହ୍ମଣ ସନ୍ତାନ ଟିକେ ପ୍ରଦାନ କରିବେ। କରିବେ ମୁଁ ତେଣୁ ଯୋଗାଡ଼ କରିବି ଆପଣଙ୍କର ଆଉ ଚିନ୍ତା କରିବାର କୌଣସି ପ୍ରୟୋଜନ ନାହିଁ। ଯଜ୍ଞ କାର୍ଯ୍ୟରେ ଆୟୋଜନ କର। ଯେତେବେଳେ ଆଜ୍ଞା ଏହି କଥାଟିକୁ ଶୁଣି ଦେଇଛନ୍ତି ଆଜି ଦିନ ଯଯାତି ନରେଶ ନରେଶ ମନ ମଧ୍ୟରେ ଚିନ୍ତା କଲେ ହଁ ଆଉ ଚିନ୍ତା କରିବାର କୌଣସି ପ୍ରୟୋଜନ ନାହିଁ। ପ୍ରୟୋଜନ ନାହିଁ ଚାହୁଁ ଚାହୁଁ ଏତେ ଦିନ ବିତିଗଲା ପରେ ହଁ ଆଜି ଏତେ ଦିନ ପରେ ମୁଁ ଗୋଟେ ଶୁଭ ଖବରଟି ପାଇଛି। ହଁ ସେବା ବିଳମ୍ବ କେଉଁଥିପାଇଁ? ବିଳମ୍ବ ନାହିଁ ସଙ୍ଗେ ସଙ୍ଗେ ଯଜ୍ଞର ଆୟୋଜନ ଆରମ୍ଭ କରାଯାଉ। ବ୍ରାହ୍ମଣ ମାନଙ୍କୁ ଡକେଇଲେ ଆଜି ତେନେ ବ୍ରାହ୍ମଣ ମାନଙ୍କୁ ନିମନ୍ତ୍ରଣ କରାଇ ନିମନ୍ତ୍ରଣ କଲେ ଯଜ୍ଞର ଆୟୋଜନ ଆରମ୍ଭ କରିଦେଲେ। ବ୍ରାହ୍ମଣ ମାନେ ଆସିଲେ ଯଜ୍ଞ କୁଣ୍ଡ ସ୍ଥାପନ ହେଲା ହେଲା ଅଗ୍ନି ପ୍ରଜ୍ୱଳନ ହେଲା ଧୃତା ହୁତି ଦଉଛନ୍ତି ବ୍ରାହ୍ମଣ ମାନେ। ଆଚ୍ଛା କେମିତି କେମିତି ଦଉଛନ୍ତି? କେମିତି? ଓಂ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବାଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଓಂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଓಂ ଅଗ୍ନିୟେ ସ୍ୱାହା ଇଦଂ ଅଗ୍ନିୟେ ଓಂ ମରୁତାୟ ସ୍ୱାହା ଇଦଂ ମରୁତାୟ ଓಂ ବରୁଣାୟ ସ୍ୱାହା ଇଦଂ ବରୁଣାୟ। ଶାନ୍ତି ଶାନ୍ତି ଶାନ୍ତି। ତମେ ବୁଝେ ଯଜ୍ଞ ପୂର୍ଣ୍ଣାହୁତି ହେଇଗଲା। ତମେ କଣ ନୈଷ୍ଠିକ ବ୍ରାହ୍ମଣ? ହଁ ଆମର ପଇତା ଅଛି 9 କ୍ଷୟ। ନଖେ ପଇତା ଅଛି। ହଁ। ଆଚ୍ଛା ଆଚ୍ଛା ତମେ କୋଉ ବ୍ରାହ୍ମଣ? ଆମେ 6 କ୍ଷୟ ବୋଲେ ଆମେ 9 କ୍ଷୟ। ଆଚ୍ଛା ଆଚ୍ଛା ତମେ ତାହେଲେ ବ୍ରାହ୍ମଣ। ଆମେ ଶ୍ରେଷ୍ଠ ବ୍ରାହ୍ମଣ ପୁରା। ଶ୍ରେଷ୍ଠ ବ୍ରାହ୍ମଣ? ଶ୍ରେଷ୍ଠ ଶ୍ରେଷ୍ଠ ବ୍ରାହ୍ମଣ ଏଇ ପୁଣି ଆମେ ବ୍ରାହ୍ମଣ ପୁରା ମିଶ୍ର ସାଙ୍ଗିଆ କଣ ମିଶ୍ର। କୁମୋର ସ୍ୱାଇଁକି ପରିମାଣ ଆରେ ନାହିଁ? ସ୍ମାଇଁଟା ଏଇ ଷ୍ଟେଜରେ ମୋ ସାଇଁ ହବ ଏଠି ମିଶ୍ର ପରା। ହଉ ତମର ସିନ୍ ଯେ କ୍ୟାରେକ୍ଟର ଚେଞ୍ଜ ନାହିଁ କି? ହଁ ହଉ ଠିକ ସେ ଯାହା ବି କିଛି ହେଉନା କାହିଁକି ଯଜମାନଙ୍କର ନିର୍ଦ୍ଦେଶ ଆସିଲେ କୀର୍ତ୍ତନକୁ ବନ୍ଦ କରିବା ପାଇଁ। ହଉ ହଉ ଯଜ୍ଞ ପୂର୍ଣ୍ଣାହୁତି କରିଦିଅ। ତେଣୁ ଆଜ୍ଞା ଏହି ସମୟରେ ହଁ ଆଜି ମନ ମଧ୍ୟରେ ଚିନ୍ତା କରୁଛନ୍ତି ହସ୍ତିନା କଟକର ସମ୍ରାଟ ସମ୍ରାଟ ଯଯାତି ନରେଶ। ଯଯାତି ନରେଶ କଣ କହିଲେ ଆଜ୍ଞା? କଣ କହିଲେ? କହିଲେ ତମେ ଠିକ ଅଛି ହଁ, ହଁ। ଆଉ ବିଳମ୍ବ କେଉଁଥିପାଇଁ? କେଉଁଥିପାଇଁ? ସଙ୍ଗେ ସଙ୍ଗେ ଯଜ୍ଞର ଆୟୋଜନ ଆରମ୍ଭ କରାଯାଉ। ଆରମ୍ଭ କରାଯାଉ। ବ୍ରାହ୍ମଣ ମାନଙ୍କୁ ଆଜ୍ଞା ନିମନ୍ତ୍ରଣ କରାଇଲେ। ହଁ। ଆଜି ତେଣେ ବ୍ରାହ୍ମଣ ମାନେ ନିମନ୍ତ୍ରିତ ହୋଇ ପହଞ୍ଚି ଯାଇଛନ୍ତି ହେଲା। ତେଣେ ହସ୍ତିନାପୁରରେ। ପୁରରେ ଗୋଟିଏ ଦିନ ପରେ ଗୋଟିଏ ଦିନ ଯଜ୍ଞର ଆୟୋଜନ ଆରମ୍ଭ ଚାଲିଲା। ହେଲା। ଯେତେବେଳେ ଆଜ୍ଞା ପଞ୍ଚମ ଦିନ ସମ୍ପୂର୍ଣ୍ଣ ହୋଇଗଲା ହେଲା। ଆଜି ତେଣେ ମନ ମଧ୍ୟରେ ଚିନ୍ତା କରୁଛନ୍ତି ଜମିଦାର ଧର୍ମଦାସ ପ୍ରଧାନ। ପ୍ରଧାନ ଚାହୁଁ ଚାହୁଁ 5 ଦିନ ବିତିଗଲା। ମୁଁ ନାହିଁରେ ଯୋଟା ତଳେ ପକେଇକି ଶୋଇଛି। ହଲେ 1,00,000 ଟଙ୍କା ମୁଁ ଆଣିଛି ବଇନା ଯଦି ନ ଦେବି ମୋ ମୁଣ୍ଡ କାଟ ହବ। ଆରେ କେମିତି କଣ ଯୋଗାଡ଼ କରିବି ଚିନ୍ତା କରୁଛି ଆଉ। ଆଜି ମନ ମଧ୍ୟରେ ଚିନ୍ତା କରୁଛନ୍ତି ଚାହୁଁ ଚାହୁଁ 5 ଦିନ 5 ଦିନ ବିତିଗଲାଣି। ବିତିଗଲା ହେଲେ ଏ ପର୍ଯ୍ୟନ୍ତ ହେଲା। ମୁଁ ଗୋଟିଏ ପୁଅଟିକୁ ଯୋଗାଡ଼ ଯୋଗାଡ଼ କରିପାରିଲି କରିପାରିଲି ନାହିଁ। ପୁତ୍ରଟିକ ପାଇଁ ହଁ। 1,00,000 ସ୍ୱର୍ଣ୍ଣ ମୁଦ୍ରା ଆଜି ଆଣିଛି। ଆଣିଛି ହେଲେ ଏ ପର୍ଯ୍ୟନ୍ତ ମୋ ପୁଅଟିକୁ ଯୋଗାଡ଼ କରିପାରିଲି ନା, କରିପାରିଲି ନାହିଁ। ଯଦି ମୁଁ ପୁଅଟିକୁ ନ ଦେଇପାରିବି ପାରେ ତେବେ ଭଗବାନ ମତେ କେବେ ହେଲେ ସହାୟ ହେବେ ନାହିଁ। ସହାୟ ହେବେନି। କାରଣ ମୁଁ ସୂର୍ଯ୍ୟକୁ ସାକ୍ଷୀ ରଖି ସତ୍ୟ 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 ତ୍ରିବାର ତ୍ରିବାର ସତ୍ୟ ସତ୍ୟ କରିଛି। ସେ ଯାହା ହେଉନା କାହିଁକି ହଁ। ରାଜାଙ୍କ ନିକଟରେ ମୋର ଯୋଉ ଟିକେ ସମ୍ମାନ ଟିକେ ଅଛି ଅଛି। ମହାଜନ ବୋଲି ମତେ 5 ଖଣ୍ଡ ଗାଁ ଲୋକ ଜାଣିଛନ୍ତି ହଁ। ସେ ସମ୍ମାନ ଟିକେ ଆଉ ରହିବ ନାହିଁ। ନା ନା ସବୁ କିଛି ମାଟିରେ ମିଶିଯିବ। ମାଟିରେ ମିଶିଯିବ। ତେଣୁ ଯେ କୌଣସି ମତେ ହେଉନା କାହିଁକି କାହିଁକି? ମତେ ଗୋଟିଏ ପୁତ୍ରଟିକୁ ଯୋଗାଡ଼ କରିବା ପାଇଁ ପଡ଼ିବ ପଡ଼ିବ। ପଡ଼ିବ। ଆଜି ତେଣେ ବିଚାର କରୁଛି ହଁ। ତେଣେ ଜମିଦାର ଧର୍ମଦାସ ପ୍ରଧାନ ପ୍ରଧାନ କହିଲେ ଆଜ୍ଞା କଣ କହିଲେ? କହିଲେ ଅତି ଦରିଦ୍ର କୃଷ୍ଣ ଏବେ ଦାସ ବ୍ରାହ୍ମଣ ଆହା ସୁଜାତା ବୋଲି ତାର
ଧର୍ମଦାସ ପ୍ରଧାନ ହଁ କହିଲେ ଚାହୁଁ ଚାହୁଁ 5 ଦିନ ବିତି ଗଲାଣି ହେଲେ ଏ ପର୍ଯ୍ୟନ୍ତ ହଁ ମୁଁ ଗୋଟିଏ ପୁଅଟିକୁ ଯୋଗାଡ଼ କରିପାରି ନାହିଁ କରିପାରିଲି ନାହିଁ ହେଲେ ପୁଅଟିକୁ ମୁଁ ଆଣିବି କେଉଁଠୁ ଆଣିବୁ କେଉଁଠୁ ନା ଆଜି ହେଉଛି ଯଜ୍ଞର ପଞ୍ଚମ ଦିନ ହଁ ହରିପୁର ଗ୍ରାମର ନିବାସୀ ନିବାସୀ ଯାହାଙ୍କର ନାମ ହେଉଛି କୃଷ୍ଣ ଦାସ ବ୍ରାହ୍ମଣ କୃଷ୍ଣ ଦାସ ବ୍ରାହ୍ମଣ ତାଙ୍କର ଏକମାତ୍ର ସନ୍ତାନ ହଁ ଯାହାଙ୍କର ନାମ ହେଉଛି ସୁଜାତ 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 ଯେ ଜାତିରେ ଶ୍ରେଷ୍ଠ ନୈଷ୍ଠିକ ବ୍ରାହ୍ମଣ ଅଟନ୍ତି ହଁ କୁଳ ଶ୍ରେଷ୍ଠ ବ୍ରାହ୍ମଣ ଯାହାଙ୍କର ପୁତ୍ର ହଁ। ସୁଜାତ ହଁ। ଏବଂ ମୋର ପୁତ୍ର ବିଜୟ ଦୁଇ ଜଣ ଯାକ ସଙ୍ଗାତ ବସିଛନ୍ତି ଚାଟଶାଳୀ କି ବିଦ୍ୟା ଅଧ୍ୟୟନ ତେଣୁ କରିବା ସେହି ଦୃଷ୍ଟିରୁ ହଁ ସୁଜାତଙ୍କର ବାପା କୃଷ୍ଣ ଦାସ ବ୍ରାହ୍ମଣ ବ୍ରାହ୍ମଣ ମୋର ସୈତି ହେବେ ସହି ହେବେ ତେଣୁ ଯେକୌଣସି ମତେ ହେଉନା କାହିଁକି ହଁ ମତେ ଆଜି ସୁଜାତକୁ କଳେ ବଳେ କୌଶଳେ ହାସଲ ହାସଲ କରିବା ପାଇଁ ପଡିବ ପଡିବ କାରଣ ଆଉ ଏକ କଥାଟିଏ କଣ କଥା ତାଙ୍କର ପିତା କୃଷ୍ଣ ଦାସ ବ୍ରାହ୍ମଣ ମୋ ଠାରୁ କିଛି ଦିନ ପୂର୍ବେ ହଁ। ତାଙ୍କର ମାଙ୍କର ଦଶହ ଏକାଦଶ ଦ୍ୱାଦଶ କାର୍ଯ୍ୟ କରିବା ନିମନ୍ତେ ମତେ 50,000 ଟଙ୍କା ଧାର ନେଇଥିଲେ ଧାର ନେଇଥିଲେ ଯାହାର ବର୍ତ୍ତମାନ ଶୁଦ୍ଧ ମୂଳ ହୋଇ ହଁ 1,00,000 ଟଙ୍କା ପରେ ହେଲାଣି ଲକ୍ଷ ପ୍ଲସ ହେଲାଣି ନା ଲକ୍ଷ ଟଙ୍କା ହେଇଛି ତେଣୁ ଆଜ୍ଞା ଏହି ସମୟରେ ହଁ ଚିନ୍ତା କରୁଛନ୍ତି କରୁଛନ୍ତି କହିଲେ ଏ ହେଉଛି ମୋ ପାଇଁ ଏକ ସୁବର୍ଣ୍ଣ ସୁବର୍ଣ୍ଣ ସୁଯୋଗ ସୁଯୋଗ ଆଜି ମୁଁ କଳେ ବଳେ କୌଶଳେ କୌଶଳେ ପୁତ୍ର ସୁଜାତକୁ ନିଜ ତିଆର କରିବି କରିନେବି এই কথাକୁ ମନ ମଧ୍ୟରେ ଚିନ୍ତା କରି ହଁ। ତେଣୁ ଯଜ୍ଞର ଷଷ୍ଠ ଦିନରେ ବାବା ବାବା ଯାଇ ପହଞ୍ଚିଗଲା ଆଜ୍ଞା କୃଷ୍ଣଦାସ ବ୍ରାହ୍ମଣଙ୍କର ଦ୍ୱାରଦଶ ନିକଟରେ ଦ୍ୱାରଦଶ ନିକଟରେ କହିଲେ ଭାଇନା ଘରେ ଅଛ କି ହଁ ଓ ଭାଇନା ଘରେ ଅଛ ଆରେ କିଏ ଡାକୁଛ ବାପା ଭାଇନା ଘରେ ଅଛନ୍ତି ଭାଇନା ପୂଜା ପାଠରେ ବସିଛନ୍ତି ବ୍ୟସ୍ତ ଅଛନ୍ତି ଭାଇନା ଘରେ ନାହାନ୍ତି ଅଛନ୍ତି ତାହେଲେ ତାଙ୍କୁ ଡାକିଦିଅ ଟିକେ ଆରେ ସେ ଏଇନା ଆସିପାରିବନି ଠାକୁର ଘରେ ଠାକୁରଙ୍କ ନାମ ନଉଛନ୍ତି ପୂଜା କରୁଛନ୍ତି ଆଳତୀ କରୁଛନ୍ତି ତୁମେ ତାଙ୍କୁ ଖାଲି ସେତିକି କହିବ ଯେ କି ମହାଜନ ଆସିଛନ୍ତି ବୋଲି ହଁ ତାଙ୍କୁ କହିଲେ ସେ ଆସିବେ ମହାଜନ କହିଲେ ସେ ଆସିବେ ହଁ ତମେ କଣ ତାଙ୍କର ଚିହ୍ନା ପରିଚୟ ନିଶ୍ଚିତ ଭାବରେ ଭାଇ ମତେ କହୁନ ସେ କଥା କଣ କୋଉ କାର୍ଯ୍ୟ ତମେ ଆସିଛ ନାଇଁ ତୁମେ ହଉଛ ସ୍ତ୍ରୀ ଲୋକ ତୁମ ସାଙ୍ଗରେ ମୋର କୌଣସି କଥାବାର୍ତ୍ତା ହେବାର ଇଚ୍ଛା ନାହିଁ ମତେ କହିବନି ନା ସେଟା କଣ ଗୋଟେ ଗୁପ୍ତ କଥା ତେଣୁ ତୁମେ ଯାଇକି ତୁମର ସ୍ୱାମୀକି ଡାକିଦିଅ ହଏ ଶୁଭୁଛି ହଏ ସୁଜାତ ବାପା ତମକୁ ଶୁଭୁଛି ନା ନାଇଁ ବା ଓଏ ସୁଜାତ ବାପା କହୁନା କିଏ ଡାକୁଛନ୍ତି ଆରେ ସେଠି ତୁମେ କଣ କରୁଛ ମୁଁ ପରା ଏଠି ଯୋଗ ନିଦ୍ରାରେ ଅଛି ଠାକୁରଙ୍କ ନୀତି ସରିନି ଏପର୍ଯ୍ୟନ୍ତ ନା ଆରେ 3 ଦିନ ହେଲା ପିଲାଟା ମୋର ଉପବାସରେ ଚାଟଶାଳୀକୁ ଯାଇଛି ହେଲା ସେ କଥା ଜଣା ପଡୁନି ଓଦା କନା ପକେଇକି ତମେ ଭଗବାନଙ୍କ ନାଁ ନଉଛ ସେଠି ତୁଳସୀ ମାଳ ଜପ କରୁଛ ତମେ ଇଆଡେ ଆସ ସାହୁକାର ଦ୍ୱାର ଆସି ଛିଡା ହେଇଛନ୍ତି ଶୀଘ୍ର ଆସ ତାଙ୍କୁ କହିଦିଅ ଆର ପର ଦିନ ଆସିବା ପାଇଁ ନାଇଁ ନାଇଁ ଆଉ ଅପେକ୍ଷା ନେଇ ଶୀଘ୍ର ଆସି ତୁରନ୍ତ ଆସ ଆର ପରଦିନ ନାଇଁ କି ଆଚ୍ଛା ଆଜି ଦିନେ ଧର୍ମଦାସ ପ୍ରଧାନ ଦ୍ୱାରଦଶ ନିକଟରେ ଛିଡା ହୋଇଛନ୍ତି ହେଲା ହେଲା ଚମ୍ପାବତୀ ବାବା ଯିଏ ହେଉଛନ୍ତି ଆଜ୍ଞା କୃଷ୍ଣଦାସ ବ୍ରାହ୍ମଣଙ୍କର ଏକମାତ୍ର ପତ୍ନୀ ଧର୍ମପତ୍ନୀ ମନ ମଧ୍ୟରେ ଚିନ୍ତା କରୁଛନ୍ତି କରୁଛନ୍ତି ଯେ ମହାଜନ ପୁନର୍ବାର ଆସିଛନ୍ତି ଟଙ୍କାଟିକୁ ପରିଶୋଧ କରିବା ପାଇଁ କରିବା ପାଇଁ ତେଣୁ ଯେକୌଣସି ମତେ ହେଉନା କାହିଁକି ସ୍ୱାମୀଙ୍କୁ ଏ କଥାରେ ଜଣେଇବା ପାଇଁ ପଡିବ ହଁ ହଁ ଯେତେବେଳେ ଆଜ୍ଞା ସ୍ୱାମୀଙ୍କ ନିକଟରେ ପହଞ୍ଚି ଯାଇଛନ୍ତି ହଁ ସ୍ୱାମୀ ଏକ ଜପମାଳିଟିଏ ଧରି ସେ ନାରାୟଣଙ୍କର ନାମକୁ ଆଜ୍ଞା ଜପ ଜପ କରୁଛନ୍ତି କରୁଛନ୍ତି କେମିତି ଆଜ୍ଞା ଜପ କରୁଛନ୍ତି କେମିତି? ଲେଖିବା ପାଇଁ ଯାଆନ୍ତି ଆଜ୍ଞା ହେଲା ହେଲା ବିଜସ୍ପତ ବାବା ଶ୍ରୀଯୁକ୍ତ ବିଜୟ କୁମାର ଚୌଧୁରୀ ପଦୁଟି ହଁ କଣ ଲେଖିଲେ ଆଜ୍ଞା କହିଲେ କାହିଁ ଅଛ ଆସ ହେ ହଉ ବୃନ୍ଦା ବନ ବିହାରୀ କାହିଁ ଅଛ ଆସ ହେ ବୃନ୍ଦା ବନ ବିହାରୀ କାହିଁ ଅଛ ସହେ ବୃନ୍ଦା ବନ ବିହାରୀ କାହିଁ ଅଛ ଆସ ହେ ହଉ হে নন্দ নন্দন রাধা প্রাণ ধন হে নন্দ নন্দন রাধা প্রাণ ধন হে নন্দ নন্দন রাধা প্রাণ
আহা সন্ধ্যা বকা পুতনা মারি বনে চরা ইল বাছুরি আহা ধাবকা পুতনা মারি বনে চরাইল বাছুরি আহা যামলা ভঞ্জন যশোদা জীবন যামরা ভঞ্জন যশোদা জীবন আহা যামলা ভঞ্জন যশোদা জীবন যামরা ভঞ্জন যশোদা জীবন গরব গঞ্জন হে গিরিধারী কাহি অছো আছো হে ভুঙ্গা বন বিহারী কাহি অছো আছো হে আহাকু বুজাকু কল সুন্দরী হইলা সে তোমন হারি আহা জাগু কল সুন্দরে হইলাছে তো মনোহারি দেবে কুবলয়া নাসি ধনুষ্টবে পশি কুবলয়া নাসি ধনুষ্টরে পথে কুবলয়া নাসি ধনুষ্টবে পশি কুবলয়া নাসি ধনুষ্টরে পথে পঞ্চপুরু দেল মামু কুমারী কাহি অছো আছো হে ভুঙ্গা বন বিহারী কাহি অছো আছো হে ভুঙ্গা বন বিহারী কাহি অছো আছো হে হরি ধরিল গো বর্ধনগিরি কালী দর্প দেইছ চুরি আহা ধরি লগো বর্ধনগিরি কালী দর্প দেইছ চুরি আহা ধরিল গো বর্ধনগিরি কালী দর্প দেইছ চুরি আহা ধরি লগো বর্ধনগিরি কালী দর্প দেইছ চুরি ଏବେ ଅଜ୍ଞାନ ଋଣ ପଶୁଛି ଶରଣ অজ্ঞান ঋণ পশুটি শরণ ଅଜ୍ଞାନ ଋଣ ପଶୁଛି ଶରଣ অজ্ঞান ঋণ পশুটি শরণ পশুটি শরণ ଅଜ୍ଞାନ ଋଣ ପଶୁଛି ଶରଣ অজ্ঞান ঋণ পশুটি শরণ দেখা ଦିଅ ଥରେ
ଧରି ଧରି ସେ ନାରାୟଣଙ୍କର ନାମକୁ ଜପ କରୁଛନ୍ତି ହଁ ହଁ ଯାଇ ପହଞ୍ଚି ଗଲା ଆଜ୍ଞା ପତ୍ନୀ ଚମ୍ପାବତୀ ଚମ୍ପାବତୀ। ଆଜି ତେଣେ ରାଗ ଜର୍ଜରିତ ହୋଇ ତେଣେ ପତ୍ନୀ ଚମ୍ପାବତୀ ଜବାବ ଦଉଛନ୍ତି ନିଜର ସ୍ୱାମୀଙ୍କୁ ହଁ କଣ କହିଲା ଆଜ୍ଞା କହିଲେ? କହିଲେ ଚମ୍ପାବତୀ ଧୀରେ ଏବେ ଭାଷଇ ଶୁଣ ଯା 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 ଏବେ ହେ ପ୍ରାଣପତି କଲେ ନୀତି ନୀତି ଧ୍ୟାନ ହଁ। ଏବେ ଶ୍ରୀପତି ଏବେ